କରିବା ସମସ୍ତଙ୍କର ସୁପରିଚିତ ଅଂଶ ପ୍ରଥମ ସାମୁଏଲ ପୁସ୍ତକ ତାର 17 ଅଧ୍ୟାୟର 40 ପଦ ଜଣେ ପଢନ୍ତୁ ଏବଂ ମାଥ୍ୟୁ ପୁସ୍ତକ 9 ଅଧ୍ୟାୟର 17 ପଦ ଦୁଇଟି ଅଂଶରୁ ଆମେ ପାଠ କରିବା ଅଳ୍ପ ସମୟ ଆମେ ପ୍ରଭୁଙ୍କର ବାକ୍ୟରୁ ଚିନ୍ତା କରିବା। ସେ ଆପଣ ଜଷ୍ଟି ହାତରେ ଘେନି ନଦୀରୁ 5ଟି ଚିକଣ ପଥର ବାଛିଲେ ଓ ଆପଣ ପାଖରେ ମେଷପାଳକର ଯେଉଁ ଝୁଲି ଥିଲା ସେ ଝୁଲିରେ ତାହା ରଖିଲେ ଆଉ ସେ ହାତରେ ଆପଣ ଛାଟିଣି ଧରି ସେ ପଲେଷ୍ଟିଆ ନିକଟକୁ ଗଲେ। ଆମେନ୍। ମାଥ୍ୟୁ 9 ଅଧ୍ୟାୟର 17 ପଦ ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡିଯାଏ ଆଉ କୁମ୍ପା ସବୁ ନଷ୍ଟ ହୁଏ, କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି ଉଭୟ ରକ୍ଷା ପାଏ। ଆମେନ୍। ଧନ୍ୟବାଦ। ସୁନ୍ଦର ଭାବରେ ଭଉଣୀ ଆମକୁ ପଢିକି ଶୁଣେଇଛନ୍ତି। ଦୁଇଟି ଅଂଶରୁ ଆମେ ଦେଖିଲୁ, ଗୋଟିଏ ଅଂଶ ଦାଉଦଙ୍କର ଆଉ ଯୁଦ୍ଧକୁ ଯିବା ପୂର୍ବରୁ ସେ କିଛି ବିଷୟକୁ ବାଛୁଛନ୍ତି ଆଉ ତାହା ଆପଣା ଝୁଲିରେ ରଖୁଛନ୍ତି। ଚିକଣ ପଥରକୁ ସେ ବାଛିଲେ ଏବଂ ଆପଣା ଝୁଲିରେ ରଖିକି ଯୁଦ୍ଧ କରିବା ପାଇଁ ଗଲେ। ଗୋଟିଏ ସାଇଡରେ ଗୋଟେ ସାଇଡରେ ଦେଖିଲୁ ଯେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖାଯାଏ। ଯଦି ଆମେ ପୁରୁଣା କୁମ୍ଫାରେ ରଖିବା କୁମ୍ଫା ଫାଟିଯିବ ଏବଂ ଦ୍ରାକ୍ଷାରସ ଏବଂ କୁମ୍ଫା ଉଭୟ ନଷ୍ଟ ହୁଏ। ତେଣୁ ନୂଆ ଦ୍ରାକ୍ଷାରସକୁ ରଖିବା ପାଇଁ ହେଲେ ନୂଆ କୁମ୍ଫା ହେବା ଦରକାର। ତ ଆଜି ଆମେ କଣ ବିଷୟକୁ ବାଛୁଛୁ? ଆଜିର ମୁଖ୍ୟ ପ୍ରସଙ୍ଗ ହଉଛି ବାଛିବା। ଚିକଣ ପଥରକୁ ଦାଉଦ ବାଛିଲେ ଯୁଦ୍ଧକୁ ଯିବା ପୂର୍ବରୁ। ଆଜି ମୋ ବ୍ୟକ୍ତିଗତ ପାରିବାରିକ ଜୀବନରେ ମୁଁ ଆଜି କଣ ବାଛୁଛି? ଜଗତ ମଧ୍ୟରୁ କିମ୍ବା ପ୍ରଭୁଙ୍କର ବାକ୍ୟ ମଧ୍ୟରୁ ଯେତେବେଳେ ମୁଁ ଏଇ ସଂସାରରେ ଆଗକୁ ବଢୁଛି ତ ଏକ ଯୁଦ୍ଧର ସମସ୍ୟା ଭିତରେ ଆମେ ଯାଉ। ପ୍ରତିଦିନ ଶୈତାନ ସହିତ ଆମେ ଯୁଦ୍ଧ କରୁ, ପ୍ରତିଦିନ ଆମଙ୍କର ମନୋବିବେକ ସହିତ ଯୁଦ୍ଧ କରୁ, ପ୍ରତ୍ୟେକ ଦିନ ଆମଙ୍କର ସିଚୁଏସନ ସହିତ ଯୁଦ୍ଧ କରୁ, ପ୍ରତ୍ୟେକ ଦିନ ଆମଙ୍କର ସବୁ ବିଷୟ ସହିତ ଆମେ ଯୁଦ୍ଧ କରୁ। ଯେ ଆମେ ହୁଏତ ଆମଙ୍କର ସବୁ ବିଷୟରେ ଆମେ ବେଳେ ବେଳେ କିଛି କିଛି ବିଷୟରେ ପରୀକ୍ଷିତ ହଉ, ଆମେ ତା ସହିତ ଆମେ ଯୁଦ୍ଧ କରୁ। ତେଣୁ ଆମେ କୋଉ ବିଷୟ ଦାଉଦ ସେ କଣ କରୁଛନ୍ତି? ଯୁଦ୍ଧକୁ ଯିବା ପୂର୍ବରୁ ସେ ଲେଖାଯାଏ କିଛି ପଥର ସବୁ ବାଛୁଛନ୍ତି। ସେଇ ସମୟର ଆଉ ସାମୁଏଲ ପୁସ୍ତକରେ ଯେତେବେଳେ ଆମେ ଦେଖୁ ଆମେ ଏ ଦାଉଦ ଗୋଲିଆଦର କଥାକୁ ମାନେ କହିବାକୁ ଗଲେ ଛୋଟ ଅବସ୍ଥାରୁ ଶୁଣିକି ଆସୁଛୁ, ମାନେ କହିବାକୁ ଗଲେ ମନରେ ଫିଡିଂ ହେଇକି ରହିଯାଇଛି। ତ ଦାଉଦ ଗୋଲିଆଦ ର ଘଟଣା ହୁଏତ ଆମେ ଶୁଣିଛୁ ଜାଣିଛୁ, ଅଳ୍ପ ସମୟ ଆମେ ଆଉ ସେଇ ଚିକଣ ପଥର ବିଷୟରେ ଚିନ୍ତା କରିବା। ଦାଉଦ ବାଛିଲେ, ଦାଉଦ କଣ କରୁଛନ୍ତି? ବାଛିଲେ। ସାମୁଏଲ ପୁସ୍ତକରେ ଅନେକ ବିଷୟ ଲେଖାଯାଏ। ଏଇ ଯୋଉ ପଥର ବାଇବେଲର ଅନେକ ଜାଗାରେ ବାଇବେଲରେ ପଥରକୁ ବହୁତ ଇମ୍ପୋର୍ଟାଣ୍ଟ ଦିଆଯାଇଛି। ମାନେ ଝିଅସିଙ୍କ ସମୟରେ 12ଟା ପଥର ରଖାଗଲା, ସାକ୍ଷୀର ପଥର। ଯିଶାୟ ପୁସ୍ତକ ଲେଖାଯାଏ ଯେ ପରୀକ୍ଷା ସିଦ୍ଧ ପ୍ରସ୍ତର, ବହୁମୂଲ୍ୟ ପ୍ରସ୍ତର, ଏବଂ ଲୁକ ପୁସ୍ତକ ଲେଖାଯାଏ କୋଣର ପ୍ରଧାନ ପ୍ରସ୍ତର, ପିତର ପୁସ୍ତକ ଲେଖାଯାଏ ଜୀବନ୍ତ ପ୍ରସ୍ତର, ଏବଂ ପ୍ରକାଶିତ ପୁସ୍ତକ ଲେଖାଯାଏ ବୃହତ ପ୍ରସ୍ତର, ଏବଂ ଆଦି ପୁସ୍ତକରେ ଲେଖାଯାଏ ଯେ ଏକ ସିଦ୍ଧାନ୍ତ ନେବାର ପ୍ରସ୍ତର। ଅନେକ ପ୍ରସ୍ତର ବିଷୟରେ ଆମେ ସେ ବିଷୟରେ ଚିନ୍ତା କରିବାର ନାହିଁ। ଅନେକ ପ୍ରସ୍ତର ଅଛି ଯାହାକୁ କି ବହୁତ ଇମ୍ପୋର୍ଟାଣ୍ଟ ଦିଆଯାଇଛି ପଥର। କିନ୍ତୁ ଦାଉଦ ଏଇ ସ୍ଥାନରେ କିଛି ବିଷୟକୁ ବାଛୁଛନ୍ତି, ପଥରକୁ, ଚିକଣ ପଥର। ଇଂଲିଶ ବାଇବେଲ ଲେଖାଯାଏ ସ୍ମଲ୍ ଷ୍ଟୋନ। ସ୍ମଲ୍ ଷ୍ଟୋନକୁ ସେ ବାଛୁଛନ୍ତି ମାନେ ଯୁଦ୍ଧ କ୍ଷେତ୍ରକୁ ଯିବା ପାଇଁ, ଆଗକୁ ଯିବା ପାଇଁ। ଆମମାନଙ୍କୁ ଆଗକୁ ଯିବାର ଅଛି ତ ଆମେ କଣ ବାଛିବା? ସିଚୁଏସନ ସେଇ ସମୟରେ ବହୁତ ଖରାପ ଥିଲା। ଦାଉଦଙ୍କର ସମୟରେ ଯେ ପ୍ରକାର, ମୁଁ କାଲି ଷ୍ଟଡି କରୁଥିଲି, ଦାଉଦଙ୍କ ସମୟରେ ଯେ ପ୍ରକାର ବର୍ତ୍ତମାନ ମଧ୍ୟ ସେ ପ୍ରକାରର ଆଉ ସିଚୁଏସନ ସବୁ ଅଛି, ପରିସ୍ଥିତି। ମାନେ ସେଇ ସମୟରେ ସାଉଲ ରାଜା ମନ୍ଦ ଆତ୍ମାରେ କହିବାକୁ ଗଲେ ମାନେ ଗୋଟେ ମାନେ ପରାଜିତ ଅବସ୍ଥାରେ ଥିଲେ, ଭୟଭୀତ ଅବସ୍ଥାରେ, ଯେ କି ରାଜା ସେଇ ସମୟରେ ପରିଚାଳନା କରୁଥିବା ରାଜା ମନ୍ଦ ଆତ୍ମାରେ ଆକ୍ରାନ୍ତ ଥିବା ବ୍ୟକ୍ତି ହେଇକି ସେ କଣ ଥିଲେ?
ମାନେ ସେ ହାର ମାନି ଯାଉଥିବା ବ୍ୟକ୍ତି ଥିଲେ। ଚିନ୍ତା କରନ୍ତୁ ଯଦି ଗୋଟେ ରାଜା ଗୋଟେ ଦେଶର ମୁଖିଆ ଯଦି ଆଉ ସେ ପ୍ରକାର ଆଉ ଯଦି ଥିବ, ଚିନ୍ତା କରନ୍ତୁ ପରିସ୍ଥିତି କଣ ଥିବ। ଏବଂ ସେଇ ସମୟରେ ଆଉ ଜିହୁଦାର କେତେକ ଅଂଶକୁ ପଲେଷ୍ଠୀୟ ଲୋକମାନେ ଅକ୍ତିଆର କରିଥିଲେ। ସେଇ ସାମୁଏଲ ପୁସ୍ତକ 17 ଅଧ୍ୟାୟ ଯଦି ପଢିବେ ଡିଟେଲ ସବୁ ଲେଖା ହେଇଛି। କିଛି ଅଂଶକୁ ନେଇଯାଇଛନ୍ତି ମୁଖିଆ ପରାଜିତ ଅବସ୍ଥାରେ, କିଛି ଅଂଶ ଇସ୍ରାଏଲର ଜିହୁଦାର କିଛି ଅଂଶକୁ ପଲେଷ୍ଠୀୟ ମାନେ ଅଧିକାର କରିକି ନେଇଯାଇଛନ୍ତି। ଆଜି ମଧ୍ୟ ଖ୍ରୀଷ୍ଟୀୟ ସମାଜର ଅଧିକାରକୁ ଛିନ୍ନ କରାଯାଉଛି, ଅଧିକାରକୁ ଛଡେଇକି ନିଆଯାଉଛି। ଏବଂ ସେଇ ସମୟରେ ଯୋଦ୍ଧାମାନେ ସୈନ୍ୟମାନେ ଅପମାନିତ ଅବସ୍ଥାରେ ଥିଲେ, ଯୋଉମାନେ କି ଯୋଦ୍ଧାମାନେ ଡରିକି ଅଛନ୍ତି, ଟେଣ୍ଟ ଭିତରେ ଅଛନ୍ତି। ଆଜି ମଧ୍ୟ ସେଇ ପ୍ରକାର ଖ୍ରୀଷ୍ଟୀୟ ସମାଜରେ ଆଉ ସିଚୁଏସନ ଭାରି ବେଡ୍, ଭୟଭୀତ ଅବସ୍ଥାରେ ଟେଣ୍ଟ ଭିତରେ ଆଉ ରହିବାକୁ ପଡୁଛି। ଶବ୍ଦ କଣ ଥିଲା ସେ ସମୟର ଶବ୍ଦ? ଗଲିଆଦର ରଣହୁଙ୍କାର ସବୁବେଳେ ସେ ପଡିଆକୁ ବାହାରୁଛି ଏବଂ କହୁଛି ମୋ ସହିତ ଯୁଦ୍ଧ କରିବ ଯଦି ଆସ, ରଣହୁଙ୍କାର ଛାଡୁଛି। ସବୁବେଳେ ନେଗେଟିଭ ଥିଙ୍ଗସ ସବୁ କାନରେ ଆଜି ବାଜୁଛି ଆମମାନ। ସେଇ ସମୟରେ ଗଲିଆଦଙ୍କର ରଣହୁଙ୍କାର ବାଜୁଥିଲା। ଆଜି ମଧ୍ୟ ଯଦି ଆପଣ ଚିନ୍ତା କରିବେ, ମୋବାଇଲ ଖୋଲୁ କି ଟିଭି ଦେଖୁ କିମ୍ବା ନ୍ୟୁଜ ପେପର ପଢୁ, ଆଜି ତୁଚ୍ଛୀକୃତ ଭାବରେ ଏକ ରଣହୁଙ୍କାର ଖ୍ରୀଷ୍ଟୀୟ ସମାଜକୁ ଛଡା ଯାଉଛି। ଏକ ରଣହୁଙ୍କାର ନେଗେଟିଭ ଥିଙ୍ଗସ ସବୁ ଆମମାନଙ୍କୁ ଶୁଣିବାକୁ ପଡୁଛି, ନେଗେଟିଭ ଥିଙ୍ଗସ ସବୁ ଆମମାନଙ୍କୁ ଦେଖିବାକୁ ପଡୁଛି। ଆଉ ସେଇ ସମୟରେ ବାଇବଲରେ ଲେଖାଯାଏ ଈଶ୍ୱରଙ୍କର ସୈନ୍ୟମାନେ ତୁଚ୍ଛୀକୃତ ଅବସ୍ଥାରେ ଥିଲେ। ଈଶ୍ୱରଙ୍କର ଦାସ ମାନେ ତୁଚ୍ଛୀକୃତ ଥିଲେ, ଯୋଉମାନେ କି ଯୋଦ୍ଧା ଯାକ, ଯୋଉମାନେ କି ବାଟାଲିୟନ ଫୋର୍ସ ବୋଲିକି କୁହନ୍ତି, ଟେଣ୍ଟ ଭିତରେ ଲୁଚିକି ଅଛନ୍ତି। ଏକ ଯୁଦ୍ଧର ପରିସ୍ଥିତି, ଏକ ମାନେ ଶବ୍ଦ ଏ ପ୍ରକାର, ଏକ ନେଗେଟିଭ ମାନେ ପରିବେଶ ଏ ପ୍ରକାର ହେଇଛି, ତୁଚ୍ଛ କରାଯାଉଛି, ରଣହୁଙ୍କାର କରାଯାଉଛି। ଦାଉଦଙ୍କୁ ମଧ୍ୟ ଗଲିଆଦ କହିଲେ, ଆଉ ଦାଉଦ ଈଶ୍ୱରଙ୍କର ଦାସଙ୍କୁ ମଧ୍ୟ ଗଲିଆଦ ତୁଚ୍ଛ କଲେ ବୋଲି ଲେଖାଯାଏ। ଆଜି ପ୍ରଭୁଙ୍କର ବିଶ୍ୱାସୀ ମାନେ, ପ୍ରଭୁଙ୍କର ପାଳକ ପ୍ରଚାରକ ମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ପ୍ରଭୁଙ୍କ ଠାରେ ବିଶ୍ୱାସ କରୁଥିବା ମଣ୍ଡଳୀ ମାନେ ଆଜି ତୁଚ୍ଛୀକୃତ ଭାବରେ ଆମେ ବର୍ତ୍ତମାନ ପିରିୟଡରେ ଅଛୁ। ସିଚୁଏସନ ଦେଖିଲୁ ଏବଂ ଶବ୍ଦକୁ ଦେଖିଲୁ ଏବଂ ଦେଖୁଛୁ। କିଛି ଅଂଶକୁ ମୁଁ ମାନେ ବ୍ୟାକଗ୍ରାଉଣ୍ଡ ଭାବରେ କହୁଛି, ତାପରେ ଆମେ ପ୍ରସଙ୍ଗକୁ ଯିବା। ତ ପ୍ରତିବନ୍ଧକ କଣ ଥିଲା ଜଣକୁ ଯୁଦ୍ଧକୁ ଯିବା ପାଇଁ ବା ଆଗକୁ ଯିବା ପାଇଁ? ପ୍ରତିବନ୍ଧକ କଣ ଥିଲା? ରଣର ହୁଙ୍କାର ଏବଂ ନିଜର ଭାଇ ମାନେ ଦାଉଦଙ୍କୁ କଣ କରୁଛନ୍ତି? ପ୍ରତିବନ୍ଧକ ସାଜୁଛନ୍ତି। ତୁମେ କାହିଁକି ଏ ସ୍ଥାନକୁ ଆସିଛ? ତୁମର ଚଗଲାମୀକୁ ଆମେ ବାପାଙ୍କୁ କହିବୁ। ବେଳେ ବେଳେ ନିଜ ଲୋକମାନେ ଆଗକୁ ବଢିବାରେ ପ୍ରତିବନ୍ଧକ ହେଇଯାଆନ୍ତି। କିଛି ଶବ୍ଦ, କିଛି ନେଗେଟିଭ ଥିଙ୍ଗସ ଆମମାନଙ୍କୁ ଆମ ସାମ୍ନାକୁ ପଳେଇ ଆସେ ଏବଂ ନିଜର ଲୋକମାନେ ମଧ୍ୟ ବେଳେ ବେଳେ ପ୍ରତିବନ୍ଧକ ସାଜି ଯାଆନ୍ତି। ଏବଂ ନିଜେ ସାଉଲ ରାଜା ମଧ୍ୟ କହୁଛି, ବାବାରେ ତୁ ଯାଇପାରିବୁନି, କାରଣ ତୁ ତ ଯୌବନ ଯୋଦ୍ଧା, ସେ ତ ଯୌବନା ବଧି ଯୋଦ୍ଧା। ମାନେ ସେ ଯୁଦ୍ଧ କରି କରି ଏକ ନିରୁତ୍ସାହିତର ବାକ୍ୟ, ଜଗତର ନିୟମ କାନୁନ, ସମାଜର ନିୟମ କାନୁନ, ଦେଶର ନିୟମ କାନୁନ ଆମମାନଙ୍କୁ କଣ କରେ? ବେଳେ ବେଳେ ପ୍ରତିବନ୍ଧକ ସାଜେ। ନିଜର ପରିବାର ହଉ, ନିଜର ବ୍ୟକ୍ତିଗତ ନିଜର ଲୋକ ମଧ୍ୟ ଆମମାନଙ୍କୁ ବେଳେ ବେଳେ ଆଗକୁ ବଢିବାରେ ଆମମାନଙ୍କୁ ପ୍ରତିବନ୍ଧକ ସାଜନ୍ତି। ତ ଦାଉଦ କିନ୍ତୁ ବାଛୁଛନ୍ତି ପ୍ରସଙ୍ଗକୁ ଯିବା। ଦାଉଦ କିନ୍ତୁ ଯୁଦ୍ଧକୁ ଯିବା ପାଇଁ ବାଛୁଛନ୍ତି 5ଟି ଚିକ୍କଣ ପଥର। ଏବଂ ସେ କଣ କରୁଛନ୍ତି? ଆଉ ବାଛିକି ସେ କଣ କରୁଛନ୍ତି? ଅଗ୍ରସର ହେବାକୁ ଲାଗେ। ତ ଏଇ 5ଟା ପଥର କଣ ଆଜି ଆମେ ବାଛିବା ଜଗତରେ? ବର୍ତ୍ତମାନ ପରିସ୍ଥିତି ଯଦି ଦେଖୁ, ସେଇ ସମୟରେ ଗଲିଆଦ ଏବଂ ସାଉଲଙ୍କର ପରିସ୍ଥିତି ଯେ ପ୍ରକାର ଥିଲା, ଆଜି ପ୍ରଭୁଙ୍କର ଦାସମାନଙ୍କ ପ୍ରତି ଯେ ପ୍ରକାର ପରିସ୍ଥିତି ଥିଲା, ସେମାନେ ଛାଉଣି ଭିତରେ ଲୁଚିକି ରହୁଥିଲେ। ଗଲିଆଦ 40 ଦିନ ଲେଖାଯାଏ ଆପଣାକୁ ଦେଖଉଥିଲା ବାହାରକୁ ଆସି, ଡାକ ଛାଡୁଥିଲା। ଈଶ୍ୱରଙ୍କର ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଟେଣ୍ଟ ଭିତରେ ଲୁଚିକି ରହୁଥିଲେ। ଚିନ୍ତା କରନ୍ତୁ, ଆଜି ମଧ୍ୟ ଏକ ସାମାନ୍ୟ ବ୍ୟକ୍ତି ଯାକ ଆଜି ଆମମାନଙ୍କୁ ଡରଉଛନ୍ତି, ଯୋଉମାନଙ୍କ ପାଖରେ କୌଣସି ମାନେ ଆତାପତା କିଛି ନାହିଁ। ମୋବାଇଲରେ ଆପଣ ମାନେ ଦେଖୁଥିବେ, ଆଜି ମଧ୍ୟ ସେ ପ୍ରକାର ଏକ ଭୟଭୀତ ଅବସ୍ଥାରେ
ପ୍ରତିବନ୍ଧକ ଆମମାନଙ୍କୁ ଆଜି ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଅଛି ଆଗକୁ ଯିବା ପାଇଁ। ତ ଏଇ ବର୍ଷ ଆମେ କଣ ବାଛିବା ଯୋ ଦ୍ୱାରା ମାନେ ଆମର ପରିସ୍ଥିତିକୁ ଆମମାନଙ୍କ ସମ୍ମୁଖରେ ଆସୁଥିବା ଶତ୍ରୁକୁ ଆମମାନଙ୍କ ସମ୍ମୁଖରେ ଆସୁଥିବା ସମସ୍ତ ପରୀକ୍ଷାକୁ ଆମ ସମ୍ମୁଖରେ ଆସୁଥିବା ସମସ୍ତ ପ୍ରକାର ଆଉ ସମସ୍ତ ପ୍ରକାରର ଆଉ ପ୍ରତିବନ୍ଧକକୁ ଆମେ ଏଡେଇ ଯାଇପାରିବା ଏବଂ ଆମ ସମ୍ମୁଖରେ ଆସୁଥିବା ସେ ଶୈତାନ ସହିତ ଆମେ ଯୁଦ୍ଧ କରିପାରିବା। ତ କଣ ଆମେ ବାଛିବା ଆଜି କଣ ବାଛିବା ଦରକାର ଆଉ କଣ ବାଛିକି ଆମେ ସେଇ ଝୁଲିରେ ରଖିବା ଆଉ ସେଇ ଆଉ ନୂତନ ଦ୍ରାକ୍ଷା ରସକୁ ଆଉ ଯେ ପ୍ରକାର କୁମ୍ଫାରେ ରଖାଯାଏ ସେ କୁମ୍ଫାରେ ଆମେ କି ପ୍ରକାର ଭାବରେ ଆମେ ରଖିବା। ତ ପ୍ରଥମ ବିଷୟ ହଉଛି ଫାଷ୍ଟ ବିଷୟ ହଉଛି ଷ୍ଟୋନ ଅଫ ପାଷ୍ଟ। ପ୍ରଥମ ବିଷୟ ଷ୍ଟୋନ ଅଫ ପାଷ୍ଟ ମାନେ ବିତି ଯାଇଥିବା ପଥରକୁ ଆମମାନଙ୍କୁ ଆମ ଝୁଲିରେ ରଖିବାକୁ ପଡିବ। ଷ୍ଟୋନ ଅଫ ପାଷ୍ଟ ଏଠି ଲେଖାଯାଏ 17:37 ପଦରେ ଯେତେବେଳେ ଦେଖିବେ ଦାଉଦଙ୍କୁ ସାଉଲ କହୁଛନ୍ତି ନା ରେ ବାପା ତୁ ଯୁଦ୍ଧ କରିବା ପାଇଁ ଯାଇପାରିବୁ ନାହିଁ, କିନ୍ତୁ 37 ପଦରେ ଆଉ ଯଦି କିଏ ପାଉଛନ୍ତି ଯଦି ପଢନ୍ତୁ ସେଇ ଆଉ 17 ପ୍ରଥମ ସାମୁଏଲ 17 ଅଧ୍ୟାୟର 37 ପଦ। ଆହୁରି ଦାଉଦ କହିଲେ, ଯୋଉ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମତେ ରକ୍ଷା କରିଅଛନ୍ତି ସେ ଏହି ପଲିଷ୍ଟିୟ ହାତରୁ ମତେ ରକ୍ଷା କରିବେ। ଏଥିରେ ଧନ୍ୟବାଦ। ସାଉଲ ସେତିକି ତା ଯୋଉ ପରମେଶ୍ୱର ସିଂହ ହାତରୁ ଏବଂ ଭାଲୁ ହାତରୁ ମତେ ରକ୍ଷା କରିଅଛନ୍ତି ଏଇ ଗଲିଆଦ ହାତରୁ ପ୍ରଭୁ ମତେ ରକ୍ଷା କରିବେ। ଦାଉଦ ସେ ନିଜର ବିତି ଯାଇଥିବାର ଏକ୍ସପିରିଏନ୍ସକୁ ବିତି ଯାଇଥିବାର ସମସ୍ତ ଅନୁଗ୍ରହକୁ ସମ୍ମୁଖରେ ପ୍ରକାଶ କରୁଛନ୍ତି। କହୁଛନ୍ତି ସେଇ ପଥରକୁ ସେ ଧରୁଛନ୍ତି ଯୋଉ ପଥର କି ବିତି ଯାଇଛି ତାଙ୍କ ଜୀବନରେ। ଯେତେବେଳେ ସେ ଜଙ୍ଗଲରେ ଥିଲେ ବାପାଙ୍କର ମେଷକୁ ଚରଉଥିଲେ, ଯେତେବେଳେ ସିଂହ ଆସୁଥିଲା ଭାଲୁ ଆସୁଥିଲା ସେ କହୁଛନ୍ତି ଭାଲୁ ହାତରୁ ଭାଲୁ ମୁହଁରୁ ମୁଁ କଣ କରୁଥିଲି ମୋର ମେଷମାନଙ୍କୁ ଉଦ୍ଧାର କରିକି ନେଉଥିଲି। ମତେ ସେଇ ପ୍ରଭୁ ରକ୍ଷା କରିଛନ୍ତି ଜଙ୍ଗଲରେ। ମୁଁ ଯେତେବେଳେ ଜଙ୍ଗଲରେ ଏକୁଟିଆ ଥିଲି ସେଇ ପରମେଶ୍ୱର ମୋର ସଙ୍ଗୀରେ ଥିଲେ। ଯେତେବେଳେ ମୁଁ ଜଙ୍ଗଲରେ ଥିଲି ବିଭିନ୍ନ ପ୍ରକାର ହିଂସ୍ରକ ଜନ୍ତୁ ମାନଙ୍କର ସମ୍ମୁଖୀନ ହେଇଥିଲି ମୁଁ ସେଇ ସମସ୍ତରୁ ପ୍ରଭୁ ମତେ ଉଦ୍ଧାର କରିକି ଆଣିଛନ୍ତି। ଏ ଗଲିଆଦ ମୋର କଣ କରିବ? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେଥିପାଇଁ ଦାଉଦ ଗୀତ ସହିତା 103 ଅଧ୍ୟାୟର 2 ପଦରେ କହନ୍ତି ତାହାଙ୍କର ମଙ୍ଗଳ ଦାନ ସବୁ ପାଶର ନାହିଁ। ଏ ମୋହର ମନ ତାହାଙ୍କର ମଙ୍ଗଳ ଦାନ ପାଶର ନାହିଁ। ଗତ ବର୍ଷ ଆମମାନଙ୍କ ଜୀବନରେ ପ୍ରଭୁ ଅନେକ ଆଶୀର୍ବାଦ କଲେ, ଅନେକ ମଙ୍ଗଳ ଦାନ ଦେଲେ, ଅନେକ ପ୍ରକାର ଆଶୀର୍ବାଦ କଲେ। ସେଇ ମଙ୍ଗଳ ଦାନକୁ ଅନେକ ସମୟରେ ଆମେ ଭୁଲି ଯାଉ ଏବଂ ଏ ବର୍ଷ କି ପ୍ରକାର ଚାଲିବା ଆମମାନଙ୍କୁ ବେଳେ ବେଳେ ମନରେ ଚିନ୍ତା ଆସିଯାଏ, ନିରାଶ ଆସିଯାଏ, ହତାଶ ଆସିଯାଏ। କିନ୍ତୁ ମନେ ରଖିବା ପାଷ୍ଟ ହେଇଥିବା ଷ୍ଟୋନକୁ ଆମମାନଙ୍କୁ ଧରିବାକୁ ପଡିବ। ପାଷ୍ଟ ବିତି ଯାଇଥିବା ସେଇ ପଥର ଯାହା ପ୍ରଭୁ ମୋ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି, ଯାହା ମୋ ଜୀବନରେ ପ୍ରଭୁ ଅନୁଗ୍ରହ କରିଛନ୍ତି, ଯାହା ମୋ ଜୀବନରେ ପ୍ରଭୁ ଦୟା କରିଛନ୍ତି, ସୁସ୍ଥ କରିଛନ୍ତି, ଆଶୀର୍ବାଦ କରିଛନ୍ତି, ଯୋଗେଇଛନ୍ତି, ସମସ୍ତ ପ୍ରକାର ପରିସ୍ଥିତିରେ ମତେ 2025 ମସିହାରେ ପ୍ରଭୁ କଢେଇକି ଆଣିଲେ। ଏ ବର୍ଷ ପ୍ରଭୁ ମତେ କଢେଇକି କାହିଁକି ନ ନେବେ? ବେଳେ ବେଳେ ଆମେ ଭୁଲି ଯାଉ। ତେଣୁ କରିକି ଆମମାନଙ୍କୁ ବିତି ଯାଇଥିବା ଅନୁଗ୍ରହକୁ ଆମମାନଙ୍କୁ ଧରିବାକୁ ପଡିବ। ଆମେ ଯଦି ତାକୁ ଛାଡିଦେବା ଆଗକୁ ବଢି ପାରିବା ନାହିଁ। ଜିହୋସିଓ ପୁସ୍ତକରେ 23 ଅଧ୍ୟାୟ 24 ଅଧ୍ୟାୟ ଯେତେବେଳେ ପଢିବେ ଜିହୋସିଓ କହୁଛନ୍ତି ତୁମର ଲୁକ୍ ଆଟ୍ ଦ ପାଷ୍ଟ। ଜିହୋସିଓ ଇସ୍ରାଏଲ ମଣ୍ଡଳୀକୁ କହୁଛନ୍ତି ଲୁକ୍ ଆଟ୍ ଦ ପାଷ୍ଟ, କାରଣ ପ୍ରଭୁ କି ପ୍ରକାର ପ୍ରଭୁ ତୁମକୁ ମନୋନୀତ କଲେ। ତୁମର ସେଇ ଆହ୍ୱାନକୁ ତୁମେ ଚିନ୍ତା କର। ପ୍ରଭୁ କି ପ୍ରକାର ତୁମକୁ ସୁରକ୍ଷା ଦେଲେ ସେଟାକୁ ତୁମେ ଦେଖ। ପ୍ରଭୁ କି ପ୍ରକାର ତୁମକୁ ପ୍ରାନ୍ତରରେ ଚଳେଇକି ଆଣିଲେ ସେଟାକୁ ତୁମେ ଚିନ୍ତା କର। ପ୍ରଭୁ କି ପ୍ରକାର ତୁମକୁ ଶତ୍ରୁ ଶୈତାନ ଠାରୁ ବିଭିନ୍ନ ରାଜା ମାନଙ୍କ ଠାରୁ ଉଦ୍ଧାର କଲେ ସେଟା ତୁମେ ଚିନ୍ତା କର। ଆଉ ପ୍ରଭୁ କି ପ୍ରକାର ତୁମକୁ ଆଉ ତାଙ୍କର ପ୍ରତିଜ୍ଞାକୁ ତୁମ ଜୀବନରେ ପୂର୍ଣ୍ଣ କଲେ ତାକୁ ଚିନ୍ତା କରିକି ଦେଖ। ତୁମେ ଭୁଲି ଯାଅ ନାହିଁ। ମୋର ପ୍ରିୟ ମଣ୍ଡଳୀ, ଅନେକ ସମୟରେ ପ୍ରଭୁଙ୍କର କାର୍ଯ୍ୟକୁ ଆମେ ଭୁଲି ଯାଉ। ଆମମାନେ ଯେ ମନୋନୀତ, ଆମମାନେ ଯେ ପ୍ରଭୁଙ୍କ ଠାରୁ ସୁରକ୍ଷିତ, ଆମମାନେ ପ୍ରଭୁଙ୍କ ଠାରୁ ମନୋନୀତ, ପ୍ରଭୁଙ୍କ ଠାରୁ ସୁରକ୍ଷିତ, ପ୍ରଭୁଙ୍କ ଠାରୁ ସମସ୍ତ ଆଶୀର୍ବାଦ ପ୍ରଭୁ ଆମମାନଙ୍କୁ ଯୋଗେଇଛନ୍ତି। ପ୍ରଭୁ ଆମମାନଙ୍କୁ ସମସ୍ତ ବିଷୟରେ କୃପା କରିଛନ୍ତି ଏବଂ ତାଙ୍କର ପ୍ରତିଜ୍ଞା ଆମ ଜୀବନରେ ସଫଳ କରିଛନ୍ତି। ବେଳେ ବେଳେ ଆମମାନେ ସେଇ ଅନୁଭୂତିକୁ ଆମେ ଭୁଲି ଯାଉ।
ଦାଉଦ କିନ୍ତୁ କହୁଛନ୍ତି ସାଉଲଙ୍କୁ, ଆଜ୍ଞା ମହାରାଜ ପ୍ରଭୁ ମତେ ଜଙ୍ଗଲରୁ ଉଦ୍ଧାର କରିଛନ୍ତି, ଏ ଦାଉଦ ଏଇ ଗଲିଆତ ପାଖରେ ମଧ୍ୟ ପ୍ରଭୁ ମତେ ଉଦ୍ଧାର କରିବେ। ଅନୁଭୂତିକୁ ଧରନ୍ତୁ। କିନ୍ତୁ ଏଲିଓ ପ୍ରଥମ ରାଜାବଳୀ 19 ଅଧ୍ୟାୟ ଯେତେବେଳେ ପଢିବେ, ସମସ୍ତ କାର୍ଯ୍ୟ କଲା ପରେ ଏଲିଓ କହୁଛନ୍ତି ପ୍ରଭୁ ମୋ ଜୀବନ ନେଇଯାଅ, ମୁଁ ଆଉ ବଞ୍ଚିବା ପାଇଁ ଚାହୁଁନାହିଁ। ଏଲିଓଙ୍କ ଜୀବନରେ ଗୋଟିଏ କଣ ଆସୁଛି? ନିରାଶତା ପଳେଇ ଆସୁଛି। କାହିଁକି ମରିବା ପାଇଁ ଏଲିଓ ଚାହୁଁଛନ୍ତି? ସାମାନ୍ୟ ଗୋଟିଏ ଆଉ ସ୍ତ୍ରୀ ଲୋକଙ୍କର ଭୟରେ। ଏଲିଓ କଣ କରୁଛନ୍ତି? ପ୍ରାର୍ଥନା କରୁଛନ୍ତି, ହାଲିଆ ହେଇଯାଉଛନ୍ତି, ଗୋଟେ ଗଛ ତଳେ ଶୋଇ ପଡୁଛନ୍ତି। ପ୍ରଭୁ କହିଲେ ଉଠ ଏଲିଓ, ଏଇ ମାଂସ ଭୋଜନ କର, ରୁଟିକୁ ପାନ କର ଏବଂ ରୁଟିକୁ ଖାଅ, କାରଣ ତୁମର ଶକ୍ତି ଠାରୁ ତୁମର ପଥ ଅଧିକ ଅଛି, ତୁମକୁ ଆଗକୁ ଆଉ ଚାଲିବାର ଅଛି। ଏଇ ସ୍ଥାନରେ ତୁମେ ହାର ମାନି ଯାଉ ନାହିଁ। ଅନେକ ସମୟରେ ଯେତେବେଳେ ଆମେ ଦେଖୁ ବେଳେ ବେଳେ ମାନେ ହାର ମାନି ଯାଉ, ଆଗକୁ ବଢିବାର ଅଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଲିଓ ଯେ କି ପ୍ରାର୍ଥନା କଲେ, ସେଇ ଆକାଶ ରୁଦ୍ଧ ହେଇଯାଉଥିଲା, ବର୍ଷା ବନ୍ଦ ହେଇଯାଉଥିଲା, ବର୍ଷା ପଳେଇ ଆସୁଥିଲା। ଏଲିଓ ପ୍ରାର୍ଥନା କଲେ, ସାରିପତ ବିଧବାଙ୍କ ଗୃହକୁ ଖାଦ୍ୟ ପଳେଇ ଆସିଥିଲା। ଏଲିଓ ପ୍ରାର୍ଥନା କଲେ, ସାରିପତ ବିଧବାଙ୍କର ପୁତ୍ରଙ୍କର ଜୀବନ ଚାଲି ଆସିଥିଲା। ଏଲିଓ ପ୍ରାର୍ଥନା କଲେ, ସେଇ ସ୍ୱର୍ଗରୁ ଅଗ୍ନି ପଳେଇ ଆସିଥିଲା। ଏଲିଓ ପ୍ରାର୍ଥନା କଲେ, ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ ହେଇଥିଲା। ଆଜି ସେଇ ଏଲିଓ ଅନୁଭୂତିକୁ ଭୁଲି ଯାଉଛନ୍ତି, କହୁଛନ୍ତି ନାଇଁ ପ୍ରଭୁ ମୁଁ ଆଉ ଆଗକୁ ବଢି ପାରିବି ନାହିଁ, ମୋ ଜୀବନକୁ ତୁମେ ନେଇଯାଅ। ଅନେକ ସମୟରେ ଆମମାନଙ୍କୁ ବେଳେ ବେଳେ ଜଗତର ପରିସ୍ଥିତିକୁ, ସମାଜର ପରିସ୍ଥିତିକୁ ଏବଂ ପରିବାରର ପରିସ୍ଥିତିକୁ ଦେଖିଲେ ବେଳେ ବେଳେ ଆମେ ନିରାଶ ହେଇଯାଉ। ପ୍ରଭୁ କି ପ୍ରକାର ଆଗକୁ ବଢିବି, ପ୍ରଭୁ କି ପ୍ରକାର ଚାଲିବି। ଅନେକ ସମୟରେ ଆମମାନଙ୍କ ଜୀବନରେ ନିରାଶତା ପଳେଇ ଆସେ। କିନ୍ତୁ ଦାଉଦଙ୍କ ପରି ସେଇ ପାଷ୍ଟ ଷ୍ଟୋନକୁ ଧରନ୍ତୁ, ବିତି ଯାଇଥିବା ପଥରକୁ ଧରନ୍ତୁ। ଏଲିଓଙ୍କୁ ପ୍ରଭୁ କହିଲେ ତୁମକୁ ଚାଲିବାକୁ ପଡିବ, ତୁମକୁ ଚାଲିବାକୁ ପଡିବ। ପ୍ରଭୁ ବଳ ଦେଲେ। ଏଲିଓ ଯେତେବେଳେ ଆଗକୁ ଚାଲିଲେ ଆଉ 3 ଜଣଙ୍କୁ ରାଜାଭିଷିକ୍ତ କରିଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣ ଚାଲିବେ ନା, ଆଗକୁ ବଢିବେ, ପ୍ରଭୁଙ୍କର କାର୍ଯ୍ୟ ଆପଣଙ୍କ ଜୀବନରେ ପ୍ରଭୁ ଦେବେ। କିନ୍ତୁ ଯେତେବେଳେ ଆମେ ବିତି ଯାଇଥିବା ପଥରକୁ ଧରିବା ନାହିଁ ଝୋଲିରେ, ବିତି ଯାଇଥିବା ଅନୁଗ୍ରହକୁ ଆମେ ଝୋଲିରେ ଧରିବା ନାହିଁ, ବିତି ଯାଇଥିବା ପ୍ରଭୁଙ୍କର ମଙ୍ଗଳ ଦାନକୁ ଯଦି ଆମେ ଧରିବା ନାହିଁ, ଆଗକୁ ବଢି ପାରିବା ନାହିଁ। ତ ପୂର୍ବ ବିଷୟକୁ ମନେ ନ କରି ଆମେ ବେଳେ ବେଳେ ପୂର୍ବ ବିଷୟକୁ ଆମେ ମନେ ନ ପକେଇକି ଆମେ ବେଳେ ବେଳେ ଚିନ୍ତାରେ ପଡିଯାଉ। ସେଥିପାଇଁ ଥରେ ମୁଁ କହୁଥିଲି, ହାଗାରକୁ ପ୍ରଭୁ କହିଲେ, ହାଗାର ତୁମେ କୁଆଡେ ଯାଉଛ? ପଛକୁ ଯାଅ, ତୁମର ସାନ୍ତାଣୀର ବଶୀଭୂତ ହୁଅ। ହାଗାର ପଛକୁ ଗଲେ, ଫେରିଗଲେ, ସାନ୍ତାଣୀଙ୍କର ବଶବର୍ତ୍ତୀ ହେଲେ, ବଶୀଭୂତ ହେଲେ। ହାଗାରକୁ ପ୍ରଭୁ ଆଶୀର୍ବାଦ କଲେ। ହାଗାରକୁ କୋଳରେ ଯୋଉ ପୁତ୍ର ସନ୍ତାନ ଦେଲେ, ଇସ୍ମାଇଲକୁ ମଧ୍ୟ ପ୍ରଭୁ ଆଶୀର୍ବାଦ କଲେ। ଅନେକ ସମୟରେ ଆମେ ଆଗକୁ ବଢି ଯାଉ, କିନ୍ତୁ ପ୍ରଭୁଙ୍କର ମଙ୍ଗଳ ଦାନକୁ ଆମେ ନେଇନଥାଉ। ଦ୍ୱିତୀୟ ବିଷୟ, ଷ୍ଟୋନ ଅଫ ପ୍ରାୟୋରିଟି। ଯେତେବେଳେ ଆଉ ସେଇ 32 ପଦରେ ଲେଖା ହେଇଛି, କଣ କଲେ? ଯେତେବେଳେ ଦେଖୁଛନ୍ତି, ଯେତେବେଳେ ଭାଇମାନଙ୍କ ପାଖକୁ ଯେତେବେଳେ ସେ ଦେଖା କରିବାକୁ ଯାଇଥିଲେ, ଯୁଦ୍ଧର ପରିସ୍ଥିତି, ରଣହୁଙ୍କାର ଗଲିଆତ ଛାଡୁଛନ୍ତି। ଦାଉଦ ପଚାରିଲେ, କଣ ଏ ପରମେଶ୍ୱରଙ୍କ ଲୋକଙ୍କୁ ଇଏ କିଏ ତୁଚ୍ଛ କରୁଛି? ଲୋକମାନେ କହିଲେ, ଇଏ ଜଣେ ଗଲିଆତ। ସେ କହିଲେ, ମୁଁ ଯିବି ଯୁଦ୍ଧ କରିବା ପାଇଁ। ଦେଖନ୍ତୁ ସେ କଣ କରୁଛନ୍ତି, ମୁଁ ଯିବି ଯୁଦ୍ଧ କରିବା ପାଇଁ। ଦାଉଦ ଯୋଦ୍ଧା ନଥିଲେ, ଗୋଟେ ମେଷପାଳକ ଥିଲେ, କିନ୍ତୁ ପ୍ରଭୁଙ୍କୁ କି ପ୍ରକାର ପ୍ରାୟୋରିଟି ଦଉଛନ୍ତି, ପ୍ରଭୁଙ୍କର କାର୍ଯ୍ୟକୁ ପ୍ରାୟୋରିଟି ଦଉଛନ୍ତି। ଅନ୍ୟ କାର୍ଯ୍ୟରେ ଯାଇଥିଲେ, କିନ୍ତୁ ଦେଖୁଛନ୍ତି ଯେତେବେଳେ ପ୍ରଭୁଙ୍କର ଅଗୌରବ ହଉଛି, ପ୍ରଭୁଙ୍କର ନାମ ଅପମାନିତ ହଉଛି, ସେ କଣ କରୁଛନ୍ତି ନା, ମତେ ଏଇଟା ଫାଷ୍ଟ କରିବାକୁ ପଡିବ। ଗୋଟେ ଯୌବନ ପିଲା, ଗୋଟେ ଯୁବା ପିଲା କହୁଛନ୍ତି, ମୁଁ ଯିବି ଯୁଦ୍ଧ କରିବା ପାଇଁ। ସାଉଲଙ୍କ ପାଖକୁ ତାକୁ ନିଆଗଲା। ସାଉଲଙ୍କୁ ସେ କହୁଛନ୍ତି, ମୁଁ ଯିବି, ମତେ ପଠାଅ। ଏସ୍ତର କହିଲେ, ମୁଁ ରାଜାଙ୍କ ପାଖକୁ ମୁଁ ଯିବି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମମାନଙ୍କ ଜୀବନରେ ପ୍ରାୟୋରିଟି ରହିଛି। ପ୍ରାୟୋରିଟିକୁ ଝୋଲିରେ ଧରନ୍ତୁ। ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବାର ବିଷୟକୁ ଆମମାନଙ୍କ ଝୋଲିରେ ଧରିବାକୁ ପଡିବ। ବିତି ଯାଇଥିବା ଅନୁଗ୍ରହକୁ ଏବଂ ପ୍ରଭୁଙ୍କୁ ଅଗ୍ରାଧିକାର ଦଉଥିବାର ବିଷୟକୁ ଆମମାନଙ୍କୁ ଝୋଲିରେ ରଖିବାକୁ ପଡିବ।
ଦାଉଦ କହୁଛନ୍ତି ମୁଁ ଯିବି ଯୁଦ୍ଧ କରିବା ପାଇଁ, ଏସ୍ତର କହୁଛନ୍ତି ମୁଁ ଯିବି ରାଜାଙ୍କ ପାଖକୁ, ବର ରାଜାଙ୍କ ପାଖକୁ ଗଲେ ବିନଷ୍ଟ ହେଲେ ହେବି ସତ, କିନ୍ତୁ ମୋର ଲୋକମାନଙ୍କୁ ରକ୍ଷା କରିବା ପାଇଁ ମତେ ରାଜାଙ୍କ ପାଖକୁ ଯିବାକୁ ପଡିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ କି ପ୍ରକାର ଭାବରେ ଯାଉଛନ୍ତି, କୋଉ ବିଷୟକୁ ପ୍ରାୟୋରିଟି ଦଉଛନ୍ତି? ଯିଶାୟ ଯେତେବେଳେ 6:8 ପଢିବେ, ଯିଶାୟ କହୁଛନ୍ତି ଆଉ ପ୍ରଭୁ ମୁଁ ଅଛି ମତେ ପଠା। ଆଜି କହିବା କି ପ୍ରଭୁ ମୁଁ ରେଡି ଅଛି, ମୁଁ ଫାଷ୍ଟ ତୁମ ପାଇଁ ରେଡି ଅଛି ପ୍ରଭୁ, ମତେ ପଠାଅ, ମତେ ତୁମେ ବ୍ୟବହାର କର ପ୍ରଭୁ। ଆମେ ପ୍ରଥମ ଅଗ୍ରାଧିକାର ପ୍ରଭୁଙ୍କୁ ଦେବା କି? ଋତ କହୁଛନ୍ତି ନିଜ ଶାଶୁଙ୍କୁ, ନୟମୀଙ୍କୁ କହୁଛନ୍ତି ମତେ ଆଗକୁ ଯିବାକୁ ଦିଅ, ମୁଁ ଆଗକୁ ଯିବି ତୁମ ସହିତ। ଋତ ଆଗକୁ ବଢିଲେ, ନୟମୀ କହୁଛନ୍ତି ପଛକୁ ଚାଲିଯାଅ, ଋତ କହୁଛନ୍ତି ନା ମୁଁ ଆଗକୁ ଯିବି, ମୋର ସମସ୍ୟା ଯାହା ହେଉ ନା ପଛେ ମୁଁ ଆଗକୁ ଯିବି। ଯେତେବେଳେ ଋତ ଆଗକୁ ଗଲେ, ଋତଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଆସିଗଲା, ଋତଙ୍କ ଜୀବନରେ ଆଶୀର୍ବାଦ ଆସିଗଲା, ଋତଙ୍କ ଜୀବନରେ ଅନୁଗ୍ରହ ଆସିଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଯଦି ପ୍ରଭୁଙ୍କ କାର୍ଯ୍ୟ ପାଇଁ, ସେବା ଉପାସନା ପାଇଁ ଅଗ୍ରାଧିକାର ଦେବେ, ପ୍ରଭୁଙ୍କ କାର୍ଯ୍ୟ ପାଇଁ ଅଗ୍ରାଧିକାର ଦେବେ, ଆପଣଙ୍କ ବ୍ୟକ୍ତିଗତ, ଆପଣଙ୍କ ପରିବାରରେ, ଆପଣଙ୍କ ମଣ୍ଡଳୀରେ, ଆପଣଙ୍କ ସମାଜରେ ଆଶୀର୍ବାଦ ଆସିଯିବ। ଯେତେବେଳେ ଲୁଦିଆ ନାମ୍ନୀ ପ୍ରେରିତ 16 ଅଧ୍ୟାୟକୁ ଯେତେବେଳେ ପଢିବେ, ଲୁଦିଆ ନାମ୍ନୀ କେତେକ ସ୍ତ୍ରୀ ଲୋକମାନଙ୍କ ସହିତ ସେ କଣ କରୁଛନ୍ତି, ବସିକି ବାକ୍ୟ ଶୁଣୁଛନ୍ତି। ଲେଖାଯାଏ ଲୁଦିଆ ନାମ୍ନୀଙ୍କର ଆଉ ତାଙ୍କର କାର୍ଯ୍ୟ ହଉଛି ବ୍ୟବସାୟ, ବସ୍ତ୍ର ବିକ୍ରୟକାରିଣୀ, କିନ୍ତୁ ବିଶ୍ରାମବାର ଦିନରେ ସେ କଣ କରୁଛନ୍ତି, ପ୍ରାର୍ଥନାକୁ ଗୁରୁତ୍ୱ ଦେଇଛନ୍ତି, ଉପାସନାକୁ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ପ୍ରଭୁ ତା ହୃଦୟକୁ ଖୋଲିଦେଲେ। ହୁଏତ ସେଦିନ ଯଦି ସେ ବେପାର କରିବାକୁ ଯାଇଥାନ୍ତା, ଯେତେବେଳେ ସେ ବ୍ୟବସାୟ କରିବାକୁ ଯାଇଥାନ୍ତା, 2 ପଇସା ରୋଜଗାର କରିକି ଆଣିଥାନ୍ତା ସତ କଥା, କିନ୍ତୁ ପ୍ରଭୁ ତାରକୁ ଛୁଇଁ ପାରିନଥାନ୍ତା। ସେ ପ୍ରଥମ ସ୍ଥାନ ବିଶ୍ରାମବାର ଦିନ, ଏଟା ମତେ ପ୍ରଭୁଙ୍କର ଦିନ, ମୁଁ ପ୍ରଥମ ସ୍ଥାନ ପ୍ରଭୁଙ୍କୁ ଦେବି। ସେ ନିଜେ ସାକ୍ରିଫାଇସ୍ କରିକି ପ୍ରଭୁଙ୍କ ଠାରେ, ସେ ପ୍ରଭୁଙ୍କ ପାଦ ନିକଟରେ ବସି, ଦାନିଏଲ ପ୍ରାର୍ଥନାକୁ ଗୁରୁତ୍ୱ ଦଉଥିଲେ, ହାନ୍ନା ପ୍ରାର୍ଥନାକୁ ଗୁରୁତ୍ୱ ଦଉଥିଲେ। ପ୍ରଥମ ଅଧିକାର, ଅଗ୍ରାଧିକାର, ଫାଷ୍ଟ ପ୍ରାୟୋରିଟି ମୁଁ କାହାକୁ ଦଉଛି? ପ୍ରଭୁଙ୍କ ଗୃହକୁ ଅଗ୍ରାଧିକାର ଦେଉ। ସେଥିପାଇଁ ଗୀତ ସଂହିତା 59 ପଦରେ ଯେ ପ୍ରଭୁଙ୍କ ଗୃହ ପାଇଁ ମୋ ଜୀବନରେ କଣ ହଉଛି, ଉଦ୍ଯୋଗ ଭରି ଯାଉଛି। ମରିୟମ କେତେ କାମ ବ୍ୟସ୍ତ ଥିଲେ ମଧ୍ୟ ଯୀଶୁଙ୍କ ପାଦ ନିକଟକୁ ପଳେଇ ଆସୁଥିଲେ। ଅଗ୍ରାଧିକାର ପ୍ରଭୁଙ୍କ ପାଦ ନିକଟରେ ବସିବା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁଙ୍କ ଗୃହକୁ ଯିବା, ପ୍ରଭୁଙ୍କର ଦିନକୁ ଆଉ ଫାଷ୍ଟ ପ୍ରାୟୋରିଟି ଦେବା, ଏମାନେ ପ୍ରଭୁଙ୍କର ସମସ୍ତ କାର୍ଯ୍ୟରେ। ଯେତେବେଳେ କର୍ଣ୍ଣିଲିୟ ପ୍ରଭୁଙ୍କର କାର୍ଯ୍ୟ ପାଇଁ ପ୍ରଥମ ସ୍ଥାନ ଦଉଥିଲେ, ଏକ ବ୍ୟସ୍ତବହୁଳ ଲୋକ, 7 ସେନାପତି, ଏକ ମାନେ କହିବାକୁ ଗଲେ ଆଉ 100 ଜଣଙ୍କର ଉପରେ ଥିବା ବ୍ୟକ୍ତି, ସମସ୍ତ ଜଞ୍ଜାଳ ଭିତରେ ଥିବା ବ୍ୟକ୍ତି, କିନ୍ତୁ ସେ ସବୁବେଳେ ପ୍ରାର୍ଥନା କରୁଛନ୍ତି, ସେ ସବୁବେଳେ ପ୍ରଭୁଙ୍କୁ ଭୟ କରୁଛନ୍ତି, ଦାନ ଦଉଛନ୍ତି। ସେ ଦାନ ସ୍ୱର୍ଗକୁ ଉଠିଲା, ତାଙ୍କ ଗୃହରେ ପବିତ୍ର ଆତ୍ମାଙ୍କର ଅବତରଣ ହେଲା। ସେ ଏବଂ ତାଙ୍କ ପରିବାର ଏବଂ ସେ ତାଙ୍କ ଗୃହରେ ଯେତେ ଜଣ ଥିଲେ, ପରବର୍ତ୍ତୀ ସମୟରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ। ପ୍ରଥମ ସ୍ଥାନ ଯଦି ଆମେ ପ୍ରଭୁଙ୍କୁ ଦେବା, ନିଶ୍ଚିତ ପ୍ରଭୁ ଆଶୀର୍ବାଦ କରିବେ। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେତେବେଳେ ଗିହେଜି ଅର୍ଥକୁ ପ୍ରଥମ ସ୍ଥାନ ଦେଲେ, କୁଷ୍ଠ ହେଇଗଲା। ଲୋଟଙ୍କ ସ୍ତ୍ରୀ ଯେତେବେଳେ କିଛି ବିଷୟକୁ ଗୁରୁତ୍ୱ ଦେଲେ, ଲବଣ ସ୍ତମ୍ଭ ହେଇଗଲା। ଆଜି ମୁଁ କାହାକୁ ବେଶୀ ଗୁରୁତ୍ୱ ଦେଉଛି? ଜଗତକୁ ନା ପ୍ରଭୁଙ୍କୁ? ଅର୍ଥକୁ ନା ଯୀଶୁଙ୍କୁ? ନା ମୋର ଆଉ କୋଉ ବିଷୟ ଆଜି ମୋ ଜୀବନରେ ଫାଷ୍ଟ ପ୍ରାୟୋରିଟି ରହିଛି? ଆଗକୁ ବଢିବାର ଅଛି ତ ମୁଁ ଯେତେବେଳେ ପ୍ରଭୁଙ୍କର କାର୍ଯ୍ୟକୁ, ପ୍ରାର୍ଥନାକୁ, ବାକ୍ୟକୁ, ପ୍ରଭୁଙ୍କ ନିକଟରେ ଆଉ ପ୍ରଭୁଙ୍କର ଲୋକମାନଙ୍କର ସହିତ ସହଭାଗିତାକୁ ଯେତେବେଳେ ମୁଁ ଗୁରୁତ୍ୱ ଦେବି, ଅଗ୍ରାଧିକାର ଦେବି, ନିଶ୍ଚିତ ଭାବରେ ଯେତେ ବଡ ଗଲିଆତ ହଉନା କାହିଁକି, ଯେତେ ବଡ ରଣହୁଙ୍କାର ହଉନା କାହିଁକି, ଯେତେବେଳେ ବ୍ୟାଡ୍ ସିଚୁଏସନ ହଉନା କାହିଁକି, ଯେତେ ବଡ ନେଗେଟିଭ ସାଉଣ୍ଡ ହଉନା କାହିଁକି, ନିଶ୍ଚିତ ଭାବରେ ଆପଣଙ୍କ ଝୁଲିରେ ଯେତେବେଳେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଇଥିବାର ପଥର ଥିବ, ନିଶ୍ଚିତ ଭାବରେ ଆପଣ ଶୈତାନକୁ ପରାସ୍ତ କରିପାରିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତୃତୀୟ ବିଷୟ, stone of preparation, stone of past, stone of priority, stone of preparation। ଦାଉଦ କଣ କଲେ? ଦାଉଦଙ୍କୁ ଯେତେବେଳେ ଆଉ ବସ୍ତ୍ର ପିନ୍ଧା ଯାଉଛି, ସେ କହୁଛନ୍ତି ନା ମୁଁ ପିନ୍ଧି ପାରିବି।
मते ये सब मु पिंधिकी चली पारू ना मते मते कौन दरकार 5टा पत्थर दरकार से जागतिक सज्जारे से सजबाज हो से कौन करुछंती आउ से प्रिपरेशन एमिति होउछंती ए प्रकार प्रिपरेशन होउछंती से कौन धरुछंती हाथे रे बाड़ीटा गोटे धरिले बाड़ी धरिछंती मेषपालक बाड़ी धरिछंती छाटिनी गोटे धरिछंती आउ झोली धरिछंती एवं 5टा पत्थर बाहर गले प्रिपरेशन रे देखंतु जते बेले से जस्टी धरुछंती आज आमानकर जस्टी रे स्पिरिचुअल किछि जस्टी काहे की कारण गणिबारे जस्टी साहाय्य करे मेषपालक माने जते बेले जस्टी को धरिथिबे से माने से बाड़ी रे ही गणि देबे मेष केतेटा अछि जदि हम जीवन रे जस्टी थिबो आमे निजको गणना करिबारे साहाय्य जदि से बाड़ी नथिबो बाड़ी गणना करिबारे साहाय्य करे बाड़ी शिक्षा देबारे साहाय्य करे टीचर मान को देखिथिबे बाड़ी धरिकी से माने पिला मान को शिक्षा दियंती जदि हम जीवन से बाड़ी थिबो आमे निजको गणना करि परिबा निजको शिक्षा देई परिबा एवं बाड़ी कोन करे सुरक्षितर गोटे चिन्ह होछि बाड़ी शत्रु जतबेले हिंस्रक जंतु आसीबो बाड़ी कोन करे आमन को रक्षा करे बाड़ी आमन को स्ट्रेंथ आनी दिए जतबेले गोटे वयस्क लोक जतबेले चाली पारुथो बाड़ी धरि धरि कि से चाली आमन को बाड़ी कोन करे हमर आत्मिक जीवन को बलिष्ठ करे एवं से धरुछंती कोन धरुछंती आउ झुली धरिथिले गोटे झुली धरिथिले से झुली कोन थिला खाली थिला हमर हृदय रूप झुली को खाली परिष्कार थिबा दरकार सेटिया किछि भर्ती करिकि किछि करना से धरिल से झुली को से कोन करथिले पवित्र रखिथिले चिकण पत्थर से चिकण पत्थर को रखिबार योग्य थिला से झुली सेति आमे पढिलु जेतेबेले नुआ द्राक्षा रस नुआ कुंफारे ही रखा जाए जदि पुराना कुंफारे रखिबा उभय नष्ट हुए मोर प्रिय प्रभु को लोक माने जदि प्रस्तुत सहकार जदि आमे जीवा पई चाहूछु आपण बाड़ी को धरंतु से झुली को धरंतु जो झुली की नुआ ही थिबो जो हृदय मंदिर की नुआ ही थिबो जेतेबेले नुआ विषय को जदि आमे धरिबा ताहा सुरक्षित भाबरे रहिबो से झुली निज पाखरे थिला का पाखरे से रखि नथिले निज पाखरे ही रखिथिला हमरो जीवन को आमे निज पाखरे रखु निज हृदय को निज पाखरे रखु जगत को न देउ छाटिनी धरिथिले छाटिनी माने जेतेबेले छाटिनी फोपाड़े अधिक दूर को जाई परिबो आमानकर आत्मिक जीवन और समस्त विषय आगो को जीवा दरकार शक्ति युक्त हबा दरकार रहिछि आमे आत्मिक शक्ति रे प्रेरित प्रकार एफिसियो पुस्तक 6 अध्याय जेतेबेले पढिबे 14 ठारू धार्मिकतार उरस्त्राण परिधान कर सुसमाचार पादुका पिंध विश्वास रूप ढाल धर परित्राण रूप चिरस्त्राण बा मुकुट को पिंध आत्मिक खड्ग बा आत्मांक खड्ग बा ईश्वरंक वाक्य को धारण कर ए समस्त विषय व्याख्या करबा पई समय नै जेतेबेले आपने एई सज्जारे सज्जित हो किछि किछि विषय को धरु निश्चित भाबरे हमनको जीवन रे आशीर्वाद आसीबो निर्बुद्धि स्त्री लोक माने ठीक भाबरे प्रस्तुत हेई पाले नै विफलता हेई गले से माने प्रभु को सहित साक्षात करि पाले नै आज मोर प्रस्तुति की प्रकार आगु को बढ़िबा पई विभिन्न प्रकार प्रस्तुतिकरण आ लोक माने करंती मोर ए वर्ष या मु करबी या करबी किंतु गोटे युद्ध पाई गोटे प्रतिबंधक को एड़े जीवा पाई एक विजयर पथ को जीवा पाई मु कि प्रकार भाबरे आत्मिक भाबरे प्रस्तुत होछि ताकू मध्ये ध्यान देबा दरकार वर्ष वर्षर प्लान लोक माने करि दियंती ए वर्ष या करबा से या करबा ठीक अछि किंतु मोर व्यक्तिगत जीवन रे जेतेबेले मु आगु को बढ़ुछि मु को विषय को धरुछि मो जीवन रे से बाड़ी अछि कि मो जीवन रे से झोली ठीक अछि कि मो जीवन रे से आउ छाटिनी अछि कि मो जीवन रे से आउ आत्मांकर खड्ग वाक्य को धरुछि कि ख्रीष्टन को वस्त्र रूपे परिधान करिछि कि दाऊद कहउचंती ए जगतर वस्त्र मते दरकार नै केवल मते छाटिनी दरकार केवल 5टा पत्थर दरकार आत्मांकर सजरे आमन को सजबा छबार अछि आज मु को विषय रे आज मु प्रिपरेशन होछि
चतुर्थ विषय जल्दी जल्दी जीवा पाई चाहे स्टोन ऑफ प्रेयर। देखो स्टोन ऑफ पास्ट, स्टोन ऑफ प्रायोरिटी, स्टोन ऑफ प्रिपरेशन, स्टोन ऑफ प्रेयर। दाऊदଙ୍କର ଜୀବନରେ ପ୍ରାର୍ଥନା ଥିଲା। ଦାଉଦଙ୍କ ଜୀବନରେ ପ୍ରାର୍ଥନା ଥିଲା। 42 ଗୀତର 8 ପଦ ଲେଖାଯାଏ ସେ ପ୍ରାର୍ଥନା ମୋର ସଙ୍ଗୀ ହବ ବୋଲିକି। ଆଉ ଗୀତ ସହିତ 42 ଅଧ୍ୟାୟର 8 ପଦ ଯଦି ସେ ଗୋଟିଏ ପଦ ପଢିଦେବା ତାପରେ ମୁଁ ଆଉ ଆଗକୁ ଯିବା। ଗୀତ ସହିତ 42 ଅଧ୍ୟାୟର 8 ପଦ। ତଥାପି ସଦାପ୍ରଭୁ ଦିନ ବେଳେ ଆପଣ ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି ରାତ୍ରି କାଳେ ତାଙ୍କ ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ। ପ୍ରାର୍ଥନା ମୋହର ସଙ୍ଗୀ ହେବ। ସେ କହୁଛନ୍ତି ଦିନ ବେଳେ ଈଶ୍ୱରଙ୍କର କରୁଣା ଏବଂ ରାତ୍ରି କାଳେ ପ୍ରାର୍ଥନା ମୋହର ସଙ୍ଗୀ ହେବ। ରାତ୍ରି ଅନ୍ଧକାରର ସମୟ ଅଟେ। ରାତ୍ରି ଏକ ବିଭିନ୍ନ ପ୍ରକାରର ସମସ୍ୟା ଆଣୁଥିବାର ସମୟ ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଦାଉଦ କହୁଛନ୍ତି ରାତ୍ରି ସମୟରେ ପ୍ରାର୍ଥନାର ସଙ୍ଗୀ ହେବ। ଆପଣ କାହାକୁ ସଙ୍ଗୀ କରିକି ଆଗକୁ ବଢିବେ? ପ୍ରାର୍ଥନାକୁ ସାଙ୍ଗ କରନ୍ତୁ। କେତେ ସୁନ୍ଦର କଥା। ଆଜି ଅନେକ ସଙ୍ଗ କରୁଛୁ, ଆମେ ଅନେକ ବିଷୟକୁ ଆଡ କରୁଛୁ, ଅନେକ ବିଷୟକୁ ଆମେ ଫ୍ରେଣ୍ଡସ୍ ଭାବରେ ବିଭିନ୍ନ ଭାବରେ ଆଡ କରୁଛୁ, କିନ୍ତୁ ମୋର ସଙ୍ଗୀ ଦାଉଦ କହୁଛନ୍ତି ପ୍ରାର୍ଥନା ମୋର ସଙ୍ଗୀ ହେବ। ଯେ ସଙ୍ଗରେ ଥାଆନ୍ତୁ ନଥାନ୍ତୁ, ମତେ ଯୁଦ୍ଧକୁ ଯିବାର ଅଛି ମାନେ ପ୍ରାର୍ଥନାକୁ ମୁଁ ସଙ୍ଗ କରିବି। ବାସ୍। ଅନେକ ସମୟରେ କହନ୍ତି ନା, ଆରେ ଭାଇ ମୁଁ ଆଉ ତା ସହିତ ଲଢିବାର ଅଛି ଭାଇ, ଗୋଟେ ସିଚୁଏସନ ରେ ପଡିଯାଇଛି ଭାଇ, ଆସ ଭାଇ ମୋ ସହିତ ଟିକେ ସଙ୍ଗୀ ହୁଅ, ମତେ ଯେ ପ୍ରକାର ଷ୍ଟ୍ରେଂଥ ମିଳିବ ଭାଇ, ମତେ ଟିକେ ଆଉ ଏନକରେଜ କର। ଦାଉଦ କହୁଛନ୍ତି ରାତ୍ରି କାଳେ ପ୍ରାର୍ଥନା ମୋର ସଙ୍ଗୀ ହେବ, ବିପଦ ସମୟରେ ପ୍ରାର୍ଥନା ମୋର ସଙ୍ଗୀ ହେବ। ଅନେକ ଆଉ ବିଷୟରେ ଲେଖାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦାଉଦଙ୍କର ପ୍ରାର୍ଥନାରେ ଅନେକ ଆଉ ସେ କଣ କରିଥିଲେ? ପ୍ରଭୁଙ୍କ ନିକଟରେ ଡାକ ପକେଇଥିଲେ, ପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କରିଥିଲେ। 71 ଗୀତର 12 ପଦରେ ଯଦି ପାଉଛନ୍ତି ପଢନ୍ତୁ, ସେଠି ବି ଗୋଟେ ସୁନ୍ଦର କଥା ଲେଖା ଅଛି। ଗୀତ ସହିତ 71ର 12 ପଦ। ହେ ପରମେଶ୍ୱର ମୋ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ, ହେ ମୋହର ପରମେଶ୍ୱର ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ। ମୋହର ସାହାଯ୍ୟ କରିବାକୁ ସତ୍ପର ହୁଅ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରାର୍ଥନାକୁ ସଙ୍ଗୀ କରନ୍ତୁ ଏବଂ ପ୍ରଭୁଙ୍କୁ କୁହନ୍ତୁ, ପ୍ରଭୁ ଆଗରେ ଗୋଟେ ସମସ୍ୟା ଅଛି, ମୁଁ ଦେଖୁଛି ରଣହୁଙ୍କାର ଅଛି, ନେଗେଟିଭ ଥିଙ୍ଗସ ଅଛି, ବିଭିନ୍ନ ପ୍ରକାରର ପରିସ୍ଥିତି ବେଡ୍ ଅଛି, କିନ୍ତୁ ମତେ ଆଗକୁ ଯିବାର ଅଛି। ପ୍ରଭୁ ସାହାଯ୍ୟ କରିବାକୁ ସତ୍ପର ହୁଅ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦାଉଦ ଅନେକ ପ୍ରାର୍ଥନା କରିଛନ୍ତି। ଦାଉଦଙ୍କର ପ୍ରାର୍ଥନା ଅନେକ ଗୀତ ସହିତ ଲେଖାଯାଏ। ଆଜି ମୋର ପ୍ରାର୍ଥନାକୁ ଆମେ ସଙ୍ଗୀ କରିବା ଦରକାର। ସମସ୍ୟା ଯୁଦ୍ଧ ସମୟରେ ଆମେ କି ପ୍ରକାର ପ୍ରାର୍ଥନା? ଜିହୋଶାଫାଟଙ୍କ ସମୟରେ ଯେତେବେଳେ ଦ୍ୱିତୀୟ ବଂଶାବଳୀ 20 ଅଧ୍ୟାୟ ପଢିବେ, ଯେତେବେଳେ ଜିହୋଶାଫାଟ ରାଜା ଥିଲେ, ଯେତେବେଳେ ସମସ୍ୟା ଆସୁଛି, ଜିହୋଶାଫାଟ ନିଜର ସୈନ୍ୟ ମାନଙ୍କୁ ଡାକୁନାହାନ୍ତି, ଜିହୋଶାଫାଟ କୌଣସି ସାଜସଜ୍ଜାକୁ ଆଉ ପ୍ରିପାରେସନ କରୁନାହାନ୍ତି, ଜିହୋଶାଫାଟ ଆଉ କାହାର ସଙ୍ଗୀ ହଉନାହାନ୍ତି। ସେ କହୁଛନ୍ତି ଆସ ଆମେ ମାନେ ପ୍ରାର୍ଥନା କରିବୁ। ଜିହୋଶାଫାଟ ସମସ୍ୟା ଯୁଦ୍ଧ ସମୟରେ କଣ କରୁଛନ୍ତି? ପ୍ରାର୍ଥନାକୁ ଗୁରୁତ୍ୱ ଦେଲେ, ଯଦ୍ୱାରା ବିଜୟ ଆସିଲା। ଯେତେବେଳେ ଦାନିଏଲଙ୍କ ପାଇଁ ଯେତେବେଳେ ତାଡ଼ନା ଆସୁଛି, ଦାନିଏଲକୁ ଯେତେବେଳେ ସମସ୍ୟା ଆସୁଛି, ପଳେଇଲେ କୋଠରୀ ଭିତରକୁ, ପ୍ରାର୍ଥନା କରୁଛନ୍ତି। ଯେତେବେଳେ ଏଷ୍ଟର ଏବଂ ତାଙ୍କ ସମୟରେ ଯେତେବେଳେ ଜିହୁଦୀ ଲୋକମାନଙ୍କ ପାଇଁ ତାଡ଼ନା ଆସି ଯାଉଛି, ଏଷ୍ଟର ପ୍ରାର୍ଥନାକୁ ଗୁରୁତ୍ୱ ଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୋର ପ୍ରାର୍ଥନାକୁ ମୁଁ ସଙ୍ଗ କରିବି କି? ମୁଁ ପ୍ରାର୍ଥନାକୁ ଗୁରୁତ୍ୱ ଦେବି କି? ଆଗକୁ ବଢିବାର ଅଛି, ପ୍ରାର୍ଥନା ମୋର ସଙ୍ଗୀ ହେବାର ଅଛି। ସେ ପ୍ରାର୍ଥନାକୁ ନିଜ ଝୋଲିରେ ରଖନ୍ତୁ, ସେ ପ୍ରାର୍ଥନାକୁ ନିଜର ଝୋଲିରେ ରଖନ୍ତୁ। କାରଣ ବାଇବଲରେ ଲେଖାଯାଏ 53 ଅଧ୍ୟାୟ, ଗୀତ 53 ଅଧ୍ୟାୟରେ 4 ପଦ ପଢିବା ପାଇଁ କହୁନାହିଁ, ଘରେ କେତେବେଳେ ପଢିବେ। ଅଧର୍ମାଚାରୀ ମାନେ ପ୍ରାର୍ଥନା କରନ୍ତି ନାହିଁ। ଯୋଉମାନେ ଅଧର୍ମାଚାରୀ ମାନେ ପ୍ରାର୍ଥନା କରନ୍ତି ନାହିଁ। ରୋମୀ 10:14 ଲେଖାଯାଏ, ଈଶ୍ୱରଙ୍କୁ ବିଶ୍ୱାସ କରିନଥିବା ବ୍ୟକ୍ତି ମାନେ ପ୍ରାର୍ଥନା କରନ୍ତି ନାହିଁ। ଆଜି ତ ଆମେ ବିଶ୍ୱାସ କରୁଛୁ ପ୍ରଭୁଙ୍କୁ, ଆଜି ତ ଆମେ ଧର୍ମ ପଥରେ ଅଛୁ, ଆମକୁ ପ୍ରାର୍ଥନା କରିବାକୁ ହବ। ପ୍ରାର୍ଥନାର ଗୋଟେ ପଥରକୁ ନିଜ ଝୋଲିରେ ରଖନ୍ତୁ। ଯେ ଯେତେ ବଡ ଶତ୍ରୁ ହଉ ନା କାହିଁକି, ଯେତେବେଳେ ଗଲିଆତ ହଉନା କାହିଁକି, ଯେତେ ବଡ ଆଉ ରଣହୁଙ୍କାର ହଉନା କାହିଁକି, ଆଗକୁ ପ୍ରଭୁ ନିଶ୍ଚିତ ଭାବରେ ବିଜୟ ଦେବେ।
ମୁଁ ପ୍ରାର୍ଥନାକୁ ବାଛିଛି କି ଆଜି ଏ ବର୍ଷକୁ? ପ୍ରଭୁ ଗତ ବର୍ଷ 2025 ରେ ମୁଁ ଏତିକି ସମୟ ପ୍ରାର୍ଥନା କରୁଥିଲି, ପ୍ରଭୁ ଏ ଝୁଲିରେ ମତେ ଏ ପ୍ରକାର ପ୍ରାର୍ଥନାର ପଥର ଦେଇଦିଅ ଯେପରି ମୁଁ ଅଧିକ ପ୍ରାର୍ଥନାର ସମୟ କାଟିବି, ଅଧିକ ମୁଁ ତୁମ ସହିତ ବାର୍ତ୍ତାଳାପରେ ସମୟ କାଟିବି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରାର୍ଥନାକୁ ସଙ୍ଗୀ କରନ୍ତୁ, ନିଶ୍ଚିତ ପ୍ରଭୁ ବିଜୟ ଦେବେ। ଶେଷ ବିଷୟ ଗୋଟେ ସୁନ୍ଦର କଥା ଲେଖାଯାଏ, ଯଦି ସେଇ ପ୍ରଥମ ସାମୁଏଲ 17 ଅଧ୍ୟାୟର ଯଦି 46 ପଦ ଟିକେ ପଢନ୍ତୁ, ସେଠି ଗୋଟେ ମୁଁ ଆଉ ଚିନ୍ତା କରୁଥିଲି, ଗୋଟେ ସୁନ୍ଦର କଥା ଲେଖା ହେଇଛି। 46 ପଦରୁ ଯଦି ପାଉଛନ୍ତି ପଢନ୍ତୁ। ଆଜି ଦିନ ସଦାପ୍ରଭୁ ତୁମକୁ ମୋ ହସ୍ତରେ ସମର୍ପି ଦେବେ, ଏଣୁ ମୁଁ ତୁମକୁ ଆଘାତ କରି ତୁମଠାରୁ ତୁମ ମସ୍ତକ ଅଲଗା କରିବି। ପୁଣି ମୁଁ ଆଜି ପଲେଷ୍ଟିୟ ମାନଙ୍କ ସୈନ୍ୟଗଣର ଶବ ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ ପଶୁମାନଙ୍କୁ ଦେବି। ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ସମୁଦାୟ ଜଗତ ଜାଣିବେ। ଲାଷ୍ଟ ପଥର ହଉଛି ଷ୍ଟୋନ ଅଫ ପ୍ରିଚ। 5ଟା ପଥର ପି ରେ ଦେଖିଲୁ, ଷ୍ଟୋନ ଅଫ ପାଷ୍ଟ, ଷ୍ଟୋନ ଅଫ ପ୍ରାୟୋରିଟି, ଷ୍ଟୋନ ଅଫ ପ୍ରିପାରେସନ, ଷ୍ଟୋନ ଅଫ ପ୍ରେୟର, ଷ୍ଟୋନ ଅଫ ପ୍ରିଚ। ବାବୁ ଯୁଦ୍ଧ କରିବା ପାଇଁ ଯାଇଛନ୍ତି, ସେଠି ପ୍ରଚାର ଆରମ୍ଭ କରିଦେଇଛନ୍ତି। ପଢୁଥିଲି, ମତେ ପ୍ରଭୁଙ୍କର ଆତ୍ମା ମତେ କଥା କହୁଥିଲା, ଗୋଟେ ଯୁଦ୍ଧର ପରିସ୍ଥିତିରେ ସେ ତାର ଲକ୍ଷ୍ୟ ପଥରେ ଥିବ, ଆକୁ କି ପ୍ରକାର ଭାବରେ ମୁଁ ଆକୁ ହରେଇବି, ଆକୁ କି ପ୍ରକାର ଭାବରେ ପରାଜିତ କରିବି। କିନ୍ତୁ ଈଶ୍ୱରଙ୍କର ବାକ୍ୟକୁ ସେ ସ୍ଥାନରେ ଯାଇ କହୁଛନ୍ତି, ସମୁଦାୟ ଜଗତ ଜାଣିବେ ଯେ ପରମେଶ୍ୱର ବୋଲି ଜଣେ ଅଛନ୍ତି। କେବେ ବି ଆପଣ ଯେତେବେଳେ ଚିନ୍ତା କରିଛନ୍ତି, ଯେତେବେଳେ ବେଡ୍ ପରିସ୍ଥିତିରେ ଯାଉଥିବେ, ସମସ୍ୟାରେ ଯାଉଥିବେ, ଯୁଦ୍ଧର ପରିସ୍ଥିତି ଥିବ, ବାକ୍ୟ ଆଉ ସେ ସ୍ଥାନରେ କହିବା, ବାକ୍ୟ ପ୍ରଚାର କରିବା, ବାକ୍ୟକୁ ଉଚ୍ଚାରଣ କରିବା, ଆପଣଙ୍କର ଝୋଲିରେ ଏ ବର୍ଷ ବାକ୍ୟ ପ୍ରଚାର କରିବାର ଗୋଟିଏ ପଥର ଆପଣ ରଖନ୍ତୁ। ଯେତେ ବଡ ସମସ୍ୟା ହଉ ନା କାହିଁକି, ଯେତେବେଳେ ଅବ୍ରାହମ ଯେତେବେଳେ ଯାଉଛନ୍ତି ନିଜର ପୁତ୍ରଙ୍କୁ ବୋଧ କରିବା ପାଇଁ ବା ବଳି ଉତ୍ସର୍ଗ କରିବା ପାଇଁ ଯାଉଛନ୍ତି, ବାପା ତାଙ୍କୁ ପୁତ୍ର ତାଙ୍କୁ ପଚାରୁଛନ୍ତି, ବାପା ସବୁ ବଳି କହୁଛନ୍ତି ସଦାପ୍ରଭୁ ଯୋଗାଇ, ରାଗୁନାହାନ୍ତି, ନେଗେଟିଭ କଥା କହୁନାହାନ୍ତି, ପ୍ରଭୁଙ୍କର ବାକ୍ୟକୁ କହୁଛନ୍ତି ପ୍ରଭୁ ଯୋଗାଇବେ। ଆପଣଙ୍କର ଏ ବର୍ଷ ସଦାସର୍ବଦା ମୁହଁରେ ଏବଂ ହୃଦୟରେ ଏଇ ଗୋଟିଏ ଗୋଟିଏ ବାଣୀ, ଏଇ ଗୋଟିଏ ଗୋଟିଏ ବାକ୍ୟକୁ ଆପଣ ମନେ ମନେ କୁହନ୍ତୁ, ସମସ୍ତଙ୍କ ସାମ୍ନାରେ କୁହନ୍ତୁ, ଯାହା ଆପଣଙ୍କ ଜୀବନରେ ପ୍ରଭୁ ଚାଳନା ଦଉଛନ୍ତି, ଈଶ୍ୱରଙ୍କର ବାକ୍ୟକୁ କହିକି ଯାଆନ୍ତୁ, ସ୍ୱୀକାର କରନ୍ତୁ। ଯେତେ ବଡ ସମସ୍ୟା ଆପଣଙ୍କର ଅଦୃଶ୍ୟ ଭାବରେ ଶୈତାନ ଥିବ, ଅଦୃଶ୍ୟ ଭାବରେ ପରୀକ୍ଷା ବିଛା ଯାଇଥିବ, ଆପଣ ବାକ୍ୟକୁ ଉଚ୍ଚାରଣ କରନ୍ତୁ। ଦାଉଦ କହୁଛନ୍ତି ଯେ ପ୍ରଭୁଙ୍କ ନାମରେ ମୁଁ ତୁମ ପାଖକୁ ଆସିଛି, ପ୍ରଭୁଙ୍କ ନାମରେ ଅନେକ ଶକ୍ତି ଅଛି। ଖଞ୍ଜ ବ୍ୟକ୍ତି କହିଲେ ଯୀଶୁଙ୍କ ନାମରେ ଉଠିକି ଚାଲ, ଯୀଶୁଙ୍କ ନାମରେ ଶକ୍ତି ଅଛି, ପ୍ରଭୁଙ୍କ ନାମରେ କଣ ଅଛି? ଶକ୍ତି ଅଛି। ଯୀଶୁଙ୍କ ନାମରେ ପ୍ରଭୁ ଯୀଶୁ କହିଲେ ଯୋହନ 14:14, ମୋ ନାମରେ ଯାହା କିଛି ମାଗିବ ତାହା ମୁଁ ତୁମ ପାଇଁ କରିବି। ଯଦି ଆମେ ଯୀଶୁଙ୍କ ନାମରେ ଯିବା ଆଗକୁ, ପ୍ରଭୁ ଯାହା ଆମ ପାଇଁ ଆମେ ଆବଶ୍ୟକ ମନେ କରୁ ପ୍ରଭୁ କରିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋ ଜୀବନରେ ଆଜି ମୁଁ କୋଉ ବିଷୟକୁ ଧରିଛି ଏବଂ ସେଇ ପ୍ରେରିତ 16:18 ପଦରେ ଗୋଟେ ମନ୍ଦ ଆତ୍ମା ବିଶିଷ୍ଟ ବ୍ୟକ୍ତିଙ୍କୁ ପାଉଲ ଯୀଶୁଙ୍କ ନାମରେ ଧମକ ଦେଲେ, ମନ୍ଦ ଆତ୍ମା ତାଠାରୁ ଚାଲିଗଲା। ଯୀଶୁଙ୍କ ନାମକୁ ଧରିକି ଆଗକୁ ବଢନ୍ତୁ। ଏବଂ ଦାଉଦ କଣ କରୁଛନ୍ତି? ପ୍ରଭୁଙ୍କ ଶକ୍ତିକୁ ନେଇକି ଗଲେ। ସେ କହୁଛନ୍ତି ମୁଁ ପ୍ରଭୁଙ୍କ ନାମରେ ଆସିଛି ଏବଂ ପ୍ରଭୁଙ୍କ ଶକ୍ତିକୁ ସେ କହୁଛନ୍ତି ମୁଁ ତୁମର ମସ୍ତକକୁ ଅଲଗା କରିବି, କାରଣ ପ୍ରଭୁ ସାହାଯ୍ୟ କରିବେ। ପ୍ରଭୁଙ୍କର ଶକ୍ତିକୁ, ପ୍ରଭୁଙ୍କର ଅଧିକାରକୁ ଏବଂ ପ୍ରଭୁଙ୍କ ପାଇଁ ସେ କଣ କରୁଛନ୍ତି? ଆଉ କାର୍ଯ୍ୟ କରୁଛନ୍ତି। ପ୍ରଭୁଙ୍କର ଶକ୍ତିକୁ, ପ୍ରଭୁଙ୍କର ଅଧିକାରକୁ, ପ୍ରଭୁଙ୍କର ନାମକୁ ନେଇକି, ପ୍ରଭୁଙ୍କର ଉପସ୍ଥିତିକୁ, କାରଣ ସେଇ ପ୍ରଥମ ସାମୁଏଲ 16:18 ପଦରେ ପ୍ରଭୁ ତାଙ୍କ ଦାଉଦଙ୍କର ସଙ୍ଗରେ ଥିଲେ। ପ୍ରଭୁଙ୍କର ପ୍ରେସେନ୍ସକୁ ନେଇକି ଯାଉଛନ୍ତି, ପ୍ରଭୁଙ୍କର ନାଁକୁ ନେଇକି ଯାଉଛନ୍ତି, ପ୍ରଭୁଙ୍କର ଅଧିକାରକୁ ନେଇକି ଯାଉଛନ୍ତି, ପ୍ରଭୁଙ୍କର ଶକ୍ତିକୁ ନେଇକି ଯାଉଛନ୍ତି, ସେ ଝୁଲି ଭିତରେ ରଖିକି ଯାଉଛନ୍ତି। ପ୍ରଭୁ ବିଜୟ ଦେଲେ। ଆଜି ଆମ ଜୀବନରେ ଆମେ ପ୍ରଭୁଙ୍କର ବାକ୍ୟ ପ୍ରଚାର ଗୁରୁତ୍ୱ ଆମେ ଦେଇଛୁ କି? ପ୍ରଭୁ କହୁଛନ୍ତି ଏ ବର୍ଷ ତୁମକୁ ଦେବାକୁ ପଡିବ। ଗତ ବର୍ଷ ଦେଇଛ, ଧନ୍ୟବାଦ।
प्रभु ए वर्ष मध्य मु प्रभु तुम राज्य धार्मिकता पाए मु प्रथम स्थान देवी प्रभु तुम वाक्य प्रचार पाए बेले बेले जाओ नले पठाओ जदि आम जापरूनु अन्य मान प्रार्थना करवा जदि जापरूनु आम अन्य मान साहाଯ୍यर हस्त बढ़ेबा निजे सामिल हो पारिबा प्रभुंकर कार्य आज अनेक गलियात परि अनेक लोक अछंती से समय जते लोक देखुथिले अनेक लोक आज मध्य अछंती प्रभुंकर वाक्य को शुणिबार वंचित आज अनेक प्रतिबंधक होईछि तेणु करी आम आपण मानकर प्रार्थना आपण मानकर समस्त विषय आपण निजे सामिल होंतु अन्य को सामिल करंतु प्रभुंकर वाक्य आगु को बढ़ू कारण जेते बेले प्रभुंकर शक्तिर कार्य से लिखा जाए प्रभुंकर शक्तिर कार्य जेते बेले लिखा जाए आ से स्थान रे जेते बेले पढ़िबे जेते बेले गोटिए पत्थर जाईकी गलियात कर आ जेते बेले बाजिला कपाल रे से कोन हेले मुह माड़ी पड़िले प्रभुंकर शक्तिर कार्य ताहा मु जेते बेले चिंता करूथिली जेते बेले जण को कपाल रे बाजे जेते बेले कपाल रे बाजे से पछकू मते देखि परथिबे जेते बेले कपाल रे बाजिबे से पछकू पड़िबा पछकू ही पड़ी जाए जेते बेले जण को इठी आघात लागिबो पछकू पड़े किंतु से मुह माड़ी पड़िले चिंता करंतु पवित्र आत्मांकर कार्य ईश्वरंकर शक्तिर कार्य जने शत्रु को मुह माड़ी की पकेबार अधिकार प्रभु को पाखे अच्छी आपणकर शत्रु जेते बड़ होना कहीं आपणकर शत्रु जेते बड़ होना कहीं आपणकर समस्या जेते बड़ होना कहीं आपणकर कष्ट जेते बड़ होना कहीं आपणकर रोग जेते बड़ होना कहीं आपणकर समस्या जेते बड़ होना कहीं आपणकर आउ कष्ट आपणकर अभाव आपणकर दुख जेते बड़ होना कहीं आपण जदि पत्थर सब नहीं जीवे ना प्रभु से समस्त समस्या को मुह माड़ी करी पकई देबे से ऊपर को देखि पारिबो नाही मुह माड़ी की प्रभु पकई देबे पवित्र आत्मार कार्य देखंतु से स्थान ईश्वरंकर उपस्थिति थिला से समय ईश्वरंकर आत्मांकर शक्तिर उपस्थित थिला से कोन करछंती गलियात को पछपट ठिलिल जेते बेले दाऊद मारुछंती कपाल रे बाजुची प्रभुंकर शक्ति ताकू मुह माड़ी पकई देले पूरा तळे आउ से ऊपर को देखि पारला नाही आ रणहुंकार करि पारला नाही कोनसी उच्चा आउ साउंड करि पारला नाही तळे पके देले मुह माडी की तळे पडिला मोर प्रिय प्रभुंक लोक माने आपणकर समस्या मुह माडी तळे पड़ी जिवो आपण विजय रो पथरे अग्रसर हेबे दाऊद से दिन कोन हेले विजय हेले आज आपण को विजय अपेक्षा करिछे वर्ष आमको ए वर्ष विजय अपेक्षा करिछि बीती जाइथिबा पत्थर को धरंतु स्टोन ऑफ पास्ट स्टोन ऑफ प्रायोरिटी को धरंतु स्टोन ऑफ प्रिपरेशन को धरंतु स्टोन ऑफ प्रेयर को धरंतु स्टोन ऑफ प्रीच को धरंतु यदि मु प्रभुंकर कार्य पाए प्रथम स्थान देबी निश्चित भाव में जते बड़ समस्या होना कहीं आम समस्या विभिन्न प्रकार समस्या मु गोटे समस्या रे जाउची आपण माने समस्या रे जाउछंती किंतु से समस्या आउ उच्चा करके आवाज करी कथा कहि पारिबो नै ए वर्ष प्रभु ताकू मुह माड़ी पकेबे जदि आपनको झुली रे आपनकर से कुंफा रे नुआ आशीर्वाद नुआ विजय नुआ आशीर्वाद नुआ विजय नुआ सफलता अछि देखिबा पई चाहउछंती झुली को मध्य दाऊदंको पर से झुली को खाली रखंतु परिष्कार रखंतु एवं निश्चित भाव में प्रभु आमन को विजय देबे प्रभु आमन को ए संक्षिप्त वाक्य द्वारा आमे प्रत्येकन को आशीर्वाद करंतु धन्यवाद नमस्कार।